ଅଜଣା ଗାଡ଼ି ଧକ୍କାରେ ସ୍କୁଟି ଆରୋହୀ ମୃତ୍ୟୁ ଓ ଚାଲକ ଗୁରୁତର। ଚେନ୍ନାଇରୁ ଆଜି ସକାଳେ ନିଜ ଘରକୁ ଫେରିଥିଲେ। ନିଜ ଘରୁ ବଡ଼ଗାଁ ସେଲୁନ୍କୁ ବାଲ କାଟିବା ପାଇଁ ଆସିଥିଲେ। କଟିଆମୁରା ପେଟ୍ରୋଲ ପମ୍ପକୁ ଯାଇ ତେଲ ଭରିବା ପାଇଁ ଯାଇ ଫେରୁଥିବା ସମୟରେ ଦିନ 1 ଘଟିକାରେ ବଡ଼ଗାଁ ବ୍ଲକ ପଶୁ ଚିକିତ୍ସାଳୟ ସମ୍ମୁଖରେ ଟ୍ୟାଙ୍କର ଗାଡ଼ିକୁ ଓଭରଟେକ୍ କରିଥିବା ବେଳେ ଆଉ ଗୋଟିଏ ଟ୍ରକ୍ ଓଭରଟେକ୍ କରିବା ବେଳେ ଦୁଇ ଗାଡ଼ି ମଝିରେ ଚାପି ହୋଇଯାଇଥିଲେ। ତାଙ୍କୁ ବଡ଼ଗାଁ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କୁ ଡକ୍ଟର ମୃତ୍ୟୁ ଘୋଷଣା କରିଥିଲେ। ଯୁବକ ଜଣଙ୍କର ମୃତ୍ୟୁ ଓ ଚାଲକ ଗୁରୁତର। ସେମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ସାହାଜବାହାଲ ବାନ୍ଦୁପଡ଼ା ଗ୍ରାମର ସିମ୍ ବାର୍ଲା। ଗୁରୁତର ଅବସ୍ଥାରେ ଥିବାରୁ ତାଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନୁରାଗ ବାର୍ଲାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏନେଇ ବଡ଼ଗାଁ ପୁଲିସ ଘଟଣାର ଅଧିକ ତଦନ୍ତ କରି ସିସି କ୍ୟାମେରା ଯାଞ୍ଚ କରି ଗାଡ଼ିକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।